ଏବେ ଆସନ୍ତୁ ଆମେ ଯିବା ଆମର କର୍ମକ୍ଷେତ୍ରକୁ। ଏବେ ଆମେ ରୁମ୍ରେ ବାହାରିଲୁ, ଦେଖିପାରୁଛୁ ଆମେ ବି ରୁମ୍ରୁ ବାହାରିଲୁ ଯାଉଛୁ। ଦେଖିପାରୁଛୁ ଆମର ଏଠି ରୁମ୍ ଆଗରେ ଗୋଟେ ଗେଷ୍ଟ ହାଉସ୍ଟେ ଅଛି। ଯଦି ଆପଣଙ୍କର ରୁମ୍ ଦରକାର ହେବ ପୁରୀକି ଆସିଲେ ତାହେଲେ ଆମକୁ କଣ୍ଟାକ୍ଟ କରି ଆମେ ରୁମ୍ କରେଇଦେବୁ। ଚାଲନ୍ତୁ ଆମେ ଏବେ ଯିବା, ଇଏ ଆମର ବାଇକ୍, ଆମେ ଏଥିରେ ଏବେ ଯିବା। ଆପଣ ଦେଖିପାରୁଥିବେ ଆମର କର୍ମକ୍ଷେତ୍ରକୁ, ତ ତା ଭିତରେ ମୋର ଜଣେ ଭାଇ ଆସି ପହଞ୍ଚି ଯାଇଛନ୍ତି। ଦେଖନ୍ତୁ ଇଏ ମୋର ରୁମମେଟ୍, ଆମେ ଏଠି ଏକା ସାଙ୍ଗରେ ରହୁଥିଲୁ। ତ ସେ ତାଙ୍କର କୌଣସି ପ୍ରକାର କାମ ପଡ଼ିଯାଇଛି ଆମ ରୁମ୍ ପାଖରେ, ସେଥିଲାଗି ଏଠି ପଳେଇ ଆସନ୍ତୁ, ଦେଖା ହେଇଗଲା ବହୁତ ଦିନ ପରେ। ଆଉ ତ ଏବେ ଆମେ ଯିବା, ତାଙ୍କ ସାଙ୍ଗରେ ଟିକେ ମିଟ୍ ହେଇଗଲା। ଏବେ ଆମେ ଯିବା ଆମର କର୍ମକ୍ଷେତ୍ରକୁ, ଚାଲନ୍ତୁ। ଦେଖିବା ଆମେ ଯାଉଛୁ ଏବେ। ମଣିଷ ଜୀବନରେ ବହୁତ ମଣିଷ ଜୀବନରେ ବହୁତ ପ୍ରକାର ସମସ୍ୟା ଆସେ। ତ ସେଇ ସମସ୍ୟା ମୁଁ ଯାଉଥିଲି ମୋର ନିଜର ନିତିଦିନର କର୍ମକ୍ଷେତ୍ରକୁ, ତା ଭିତରେ ମୁଁ ଗୋଟେ ଦୋକାନ ପାଖରେ ରହି ଜଳଖିଆ କଲି। ମୁଁ ଦେଖୁଥିବି ଏଇଠି ମା ଦକ୍ଷିଣକାଳୀ ଟି ଷ୍ଟଲ୍, ତ ଏଇଠି ମୁଁ ରହି ଜଳଖିଆ କଲି। ତ ତାରି ଭିତରେ ଏଇଠି ଦୋକାନ ସାଇଡରେ ଗୋଟେ ବୁଢ଼ୀ ମାଟେ ବସିଛନ୍ତି, ଆପଣ ଦେଖିପାରୁଥିବେ। କି କରୁଣ ଦୃଶ୍ୟ। ମଣିଷ ଜୀବନରେ ସବୁବେଳେ ବାପା ମାଆଙ୍କୁ କଣ ପାଇଁ ଏତେ କଷ୍ଟ ଦିଅନ୍ତି ମୁଁ ନିଜେ ବି ବୁଝିପାରେନି। କାହିଁକି ବାପା ମା ଛୁଆ ବେଳୁ କଷ୍ଟ କରି ମଣିଷ କରୁଛନ୍ତି, ବଡ଼ କରୁଛନ୍ତି, କିନ୍ତୁ ବାପା ମା କଣ ଏତେ ବୋଝ ହେଇଯାଉଛନ୍ତି। ଦେଖିପାରୁଥିବେ କଣ ଏ ମା କଣ ଦୋଷ କରୁଥିଲା ପିଲାଙ୍କୁ ଖୋଇ ପିଇ ବଡ଼ ମଣିଷ କରି, କଣ ୟାଙ୍କର ଭୁଲ? ଦେଖିପାରୁଥିବେ ମା ଜଣକ ସେ ରାସ୍ତା କଡ଼ରେ ବସିଛନ୍ତି, ତାଙ୍କର ପୁଅ ଚାରିଟା ପୁଅ, ଦୁଇଟା ଝିଅ। ଯୁଗ ଯୁଗ ଧରି ବାପା ମା ସବୁବେଳେ ଅତ୍ୟାଚାରିତ ହଉଛନ୍ତି। ପୁଅ ଝିଅ ମଧ୍ୟ ଛଅଟା ପୁଅ ଝିଅ ଭିତରେ ଦେଖନ୍ତୁ ବାପା ମା ଆସିକି କୋଉ ରାସ୍ତା କଡ଼ରେ ପଡ଼ିଛି, ଯୋଉଠିକି ଗାର୍ବେଜ ପାଖରେ। ଦେଖିପାରୁଥିବେ, ଦେଖିଲା ବେଳକୁ ଆଖି ଲୁହ ପଳେଇ ଆସୁଛି, କିନ୍ତୁ ଆମେ ଏତେ ଅସହାୟ ଆମେ କିଛି ବି ସାହାଯ୍ୟ ତାଙ୍କୁ କରିପାରୁନୁ। ଆଉ ମୁଁ ଖାଲି ଅନୁରୋଧ କରୁଛି ଏ ଭିଡ଼ିଓଟାକୁ ଅତି ମାତ୍ରାରେ ସେୟାର କରନ୍ତୁ, ଯେମିତିକି ତାଙ୍କ ପୁଅ ଝିଅ ପାଖରେ ଏ ଭିଡ଼ିଓଟି ପହଞ୍ଚୁ, ଯେମିତିକି ସରକାର ପାଖରେ ଏ ଦୃଶ୍ୟଟି ପହଞ୍ଚୁ। ଏ ବୁଢ଼ୀ ମାଆକୁ କେମିତି ଥଇଥାନ କରନ୍ତୁ, ବହୁତ କଷ୍ଟରେ ଅଛନ୍ତି। ଦେଖନ୍ତୁ 4 ଦିନ ହେବ ଏଠି ଏ ଯେଉଁ ବେଡ଼ିଂ ପୋଟଳା ଧରି ତାଙ୍କ ପୁଅ ଝିଅ ତାଙ୍କୁ ବାହା କରିଦେଇଛନ୍ତି। ସେ ଏଠି ଆସିକି ରାସ୍ତା କଡ଼ରେ ପଡ଼ିକି ଅଛନ୍ତି। ସେ କ'ଣ କରିବେ ସେ କିଛି ନିଜେ ଜାଣିପାରୁନାହାନ୍ତି। ଆସନ୍ତୁ ଆମେ ମାଆଙ୍କୁ ପଚାରି ବୁଝିବା ତାଙ୍କର ଅସୁବିଧା କ'ଣ ଅଛି, କ'ଣ ପାଇଁ ସେ ଆସିକି ରାସ୍ତା କଡ଼ରେ ବସିଥିଲେ। ଆଚ୍ଛା ମା, ତମେ ଏଠି ଆସି ବସିଛ କ'ଣ ପାଇଁ? ଏଠି ଆସି ବସିଛ କ'ଣ ପାଇଁ? ଚାବି ପକେଇଛି, ବୁଝିଲ? ତାକୁ ସେ ଗିରି ଯାଇଛି, କାଲି କ'ଣ ମାଗିଥିଲେ କି ଦେଖିଲା ମୋଟା ପରିଶ୍ରମ କରୁଛି, ତାପରେ ବସିବେ। ତମ ପୁଅ ଯୋଉ ଘର ଥିଲା ସେ ଘରେ ବସିବେ। ପୁଅ ପୁରା ଜିନିଷ ସବୁ ଫୋପାଡ଼ି ଦେଲା, ଏଇ ଜିନିଷ ଗୁଡ଼ା ସବୁ କେତେ ଜିନିଷ ଆହୁରି ସେ ବିନର ହେଇଛି ନା, ସେ ବାହାରେ ପଇଲେ ସେ ଯାଇ ବାହାରେ ପଇଲା, ଖରାରେ ଶୁଖେଇ ଇଏ କରି ତାପରେ ଆରେ ଏତେ ସୁଧଘର ବାହାଘର କରିଛି ବଡ଼ିଘର, ମୁଁ ଝିଅ ଶୋଉନି, ମୁଁ କାହାକୁ ବିକିବି କି ୟାକୁ ଫେରିବାଲାକୁ ବିକିବି। ଜାଗା ବାଡ଼ି କିଛି ନାହିଁ? ନା, ଜାଗା ବାଡ଼ି ଥିଲା, ଦେଇଥିଲା, ନେଇଗଲା 200 ବର୍ଷର ମାଲିକ ଦେଇଥିଲା ଘର, ତା ବାପ ଦେଇଥିଲା ଆମକୁ, ବୁଝିଲ? ଏ ଅଭିନ ଜାଗା ସେ ପଢେଇବ। ଆଉ କେତେ କୋଉଠି ଅଛି, ଏଇ ଯୋଉ ସାରଦା ଲଜ୍ ପଢେଇବ, ଆଉ ତାର ହାଟ ମୁଣ୍ଡ ପାଖେ ପଢେଇବ ଅଛି ଘର, ଆଉ ଶ୍ରୀପତିପୁରରେ ଅଛି, ତାର କେତେ କୋଉଠି ଅଛି। ଆମେ ମାଗିଥିଲୁ, ଆମେ ତାର କାମ କରୁଥିଲୁ, ମାଗିଥିଲୁ, ଦେଇଥିଲା ଆମ ଘର ଖଣ୍ଡକ। ଆଉ କହିଥିଲା ପୁଅକୁ ଦବୁ ବୋଲି, ପୁଅ ଦେଲା ନେଇକି ପୁଅ ବାପ ମଲା, ତା ପଛରେ ବାପ ମଲା ପଛରେ ପୁଅ ମଲା। ଏବେ ଆପଣ କ'ଣ ଚାହୁଁଛନ୍ତି, କ'ଣ ସରକାରଙ୍କଠୁ କ'ଣ ଆପଣ ଅନୁରୋଧ କ'ଣ କରିବେ? ଆପଣ ଯାହା କହିବେ, ମୁଁ ଜାଣିଛି କ'ଣ, ମୁଁ ମୂର୍ଖ ଲୋକ କ'ଣ ଜାଣିଛି।
ମୁଁ ତ କାହିଁ ଶେଷ ବିଷୟରେ କିଛି ଜାଣିନି। ଯାହା କବି ଯାଉଛି ତ ଥାନାକୁ ଯାଉଛି ତ ଯାହା ଯାହା ଥାନାବାଲା ନ୍ୟାୟ କରିବେ ଆଉ। ହଁ ଥାନାବାଲା ନ୍ୟାୟ କରିବେ କି ନ କରିବେ ଦେଖି ଗରିବ ଲୋକ ଗରିବ ବୁଢ଼ୀ ଯୋଉଟେ ଏ କିଛା ମାର କରିବେ ଏମିତି ନାହିଁ। ତୁ ନେଇ ରହ ତାର ଯିବୁ ଯା ଆଉ ଥରେ ସେମିତି ଯାଇକି ଦିଥର ତିନିଥର ଆଇଥିଲେ ବାଡ଼ଉଥିଲା ଖାଇବାକୁ ଦଉନଥିଲା କିରେ ଖାଇବା କ'ଣ ଦଉନୁ ବାଡ଼ଉଛି ତୁ କ'ଣ ରାନ୍ଧୁଛୁ ତୋ ମା କ'ଣ ରାନ୍ଧୁଛି ତଳେ ପତର ଜାଳିକି ତୁ ରାନ୍ଧୁଛୁ ଇଏରେ ଯେଉଁ ପ୍ରେସର ନେଇ ଇଏ ତାକୁ କହୁଛୁ ଗ୍ୟାସ୍ ତୁ ରାନ୍ଧୁଛୁ ଗ୍ୟାସ୍ ଘରେ ମା କ'ଣ ରାନ୍ଧୁଛି ବେଲାରେ ଭାତ ବସେଇଛି କ'ଣ ବାହାରେ ଆଉ ମା ଖାଇବାକୁ କ'ଣ ଦଉନୁ ମା କ'ଣ ଭାତ ଦଉଟା ଆଳୁ ତେଲ ଖାଉଛି କ'ଣ ବୁଝି ଯାଇକି ଏଠି ଚଲି ଆସ ମନେ ଏ ଯେଉଁ ସେ କୁଞ୍ଚାଘର ପାଖରେ ଯେଉଁ ସୁନ୍ଦରୀ ନଗର ନୁହଁ ସେଠି ଆସ ବୋଲି ନେଇ ରଖିଦେଇଥିଲା କହିଲା ଇଏ କାନ୍ଦୁଛି ବସିକିରି ଦୌଡ଼ ଦୌଡ଼ ପରେ ମୁଁ ତାର ମା ନୁହଁ କି ସେ ମୋର ମୁଁ ମା ନୁହଁ କି ସେ ମୋର ପୁଅ ନୁହଁ ଏହା କହିକି ମୋତେ ରଖିଦେଇଥିଲା। ଏଇନେ ବର୍ତ୍ତମାନ ଅଛନ୍ତି ଅଛି ଆସୁନ ପଚାରିବେ ମୁଁ ବି ଯାଇଥିଲି କରୁଣା ବେଳେ ସେ କହିଲେ କରୁଣା ହେଇଛି ଆମେ ରଖିବୁ ବୁଝିଲ ଦକ୍ଷିଣ 2 ମାସ କି 3 ମାସ ରହିଛି ମୋତେ କହିଲା ବ୍ୟାଙ୍କ ତୋ ଭତ୍ତା ପଇସା ଯାଇକି ବ୍ୟାଙ୍କକୁ ଯାଉଛି ଆସେ ତୋ ବ୍ୟାଙ୍କ ବହି ମୋ ପାଖରେ ତ ଅଛି ତାପରେ ତ ସବୁ ଆଉ ବ୍ୟାଙ୍କ ବହି ଅଛି ମୁଁ ନେଇକି ଯିବି ଆସେ ମୋତେ ନେଇ ଆଇଲା ସେ ବ୍ୟାଙ୍କରୁ 60,000 ଆଣିକିରି ତା ସେ ଚୋରି ମୋରି କରୁଛୁ ମାଇପକୁ ଦେଇକିରି ତା ସେ ମଦ ଖାଲି ମଦ ଖାଇବା ବ୍ୟସ୍ତ ଦେଖି ମାଇପକୁ କହିଲି ଟିକିବା ସେ ମାଆଙ୍କ କହିବା କଥା ହେଉଛି ତାଙ୍କର 4ଟା ପୁଅ ତାଙ୍କର 2ଟା ଝିଅ ଟୋଟାଲ ଉପରେ ପୁଅ ଝିଅ ମିଶାଇ 6 ଜଣ ତ ତା ଭିତରେ ସିଏ 2ଟା ପୁଅ ମରିଯାଇଛନ୍ତି ଆଉ 2ଟା ପୁଅ ଅଛନ୍ତି ଗୋଟେ ପୁଅ ତାଙ୍କ ଭିତରୁ ପାଗଳ ହେଇଯାଇଛି ତାଙ୍କ ସାନ ପୁଅ ଯିଏ ସିଏ ତାଙ୍କ ବଡ଼ ପୁଅକୁ ପାଗଳ କରିଦେଇଛନ୍ତି ତ ସିଏ ତାଙ୍କ ବଡ଼ ପୁଅ ପାଖରେ କିଛି ଦିନ ଥିଲେ ତବେ ତାଙ୍କର କୌଣସି କାମବଶତଃ ତାଙ୍କର ଝିଅ ଦେହ ଖରାପ ହେଲାରୁ ସେ ଝିଅ ପାଖକୁ ଯାଇଥିଲେ ବୁଲିବା ପାଇଁ ଝିଅ ପାଖରୁ ଆସିଲା ବେଳକୁ ତାଙ୍କର ସାନ ପୁଅ ଆଉ ତାଙ୍କୁ ଘରେ ପୁରଉନାହାନ୍ତି ଆପଣ ଦେଖୁଥିବେ ଏ ପ୍ରକାର ଦୃଶ୍ୟ ଏଠି ମା କେମିତି ରହିବ ସବୁବେଳେ ମା ଅତ୍ୟାଚାରିତ ହେଉଛି ସବୁବେଳେ ମା ଅତ୍ୟାଚାରିତ ହେଉଛି କ'ଣ ପାଇଁ କୌଣସି ପିଲାକୁ ଚୋପଳାଇ କାଖେଇ ମଣିଷ କରି ବଡ଼ ମଣିଷ କରୁଛନ୍ତି ଏତେ କଷ୍ଟ କରୁଛନ୍ତି ଏତେ 10 ମାସ 10 ଦିନ କଷ୍ଟ ସହି ସେ ଯେଉଁ ହାଡ଼ଭଙ୍ଗା କଷ୍ଟ ସହି ତାଙ୍କୁ ବଡ଼ କରି ମଣିଷ କରୁଛନ୍ତି ତା ଭିତରେ କାହିଁକି ପୁଅ ଝିଅମାନେ ଏତେ କଷ୍ଟ ଦେଉଛନ୍ତି ମାଆକୁ ସେଇଟା ମୁଁ କିଛି ବୁଝିପାରୁନି ତ ଆମେ ତ କିଛି ୟାଙ୍କୁ ସାହାଯ୍ୟ କରିପାରୁନୁ ଆପଣ ଭିଡ଼ିଓକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯେମିତି ତାଙ୍କ ପୁଅ ଝିଅ ପାଖରେ ପହଞ୍ଚୁ ସିଏ ବି ଦେଖନ୍ତୁ ତାଙ୍କ ମାଆ କେତେ କଷ୍ଟରେ ଅଛନ୍ତି ତ ସରକାରଙ୍କୁ ଅନୁରୋଧ କରିବୁ କି ଏ ମାଆଙ୍କୁ ନେଇ କେଉଁଠି ଥଇଥାନ କରିବା ପାଇଁ ପୋଲିସ ଷ୍ଟେସନ ଥାନା ଅଧିକାରୀଙ୍କୁ ଅନୁରୋଧ କରି ଏ ଲୋକଙ୍କୁ କେମିତି ଥଇଥାନ କରନ୍ତୁ ଏ ବର୍ଷା ଦିନ ଏ ବର୍ଷା ହେଉଛି ବହୁତ ହଇରାଣ ହେଉଛନ୍ତି ଏ ମାଆ ଆପଣ ଦେଖିପାରୁଥିବେ ଯଦି ଭିଡ଼ିଓଟି ଆପଣଙ୍କୁ କଷ୍ଟ ଲାଗୁଥିବ ତାହେଲେ ଭିଡ଼ିଓକୁ ଅତିମାତ୍ରାରେ ସେୟାର କରନ୍ତୁ ଲାଇକ୍ କରନ୍ତୁ ଏବଂ ତାଙ୍କ ପୁଅ ଝିଅ କତିରେ ପହଞ୍ଚନ୍ତୁ ଦେଖି ସେ ଥଇଥାନ ଏତିକି କହୁଛି ଜୟ ହିନ୍ଦ ଜୟ ଜଗନ୍ନାଥ।